10 ଜାନୁଆରୀ 1993 ମସିହାରେ ସମ୍ବଲପୁର ରସାପଲ୍ଲୀଠାରେ ଜନ୍ମଗ୍ରହଣ କରିଥିବା ଆପଣମାନଙ୍କର ପ୍ରିୟ ଅଭିନେତା ଯୋଗେଶ ଜଜ। ଆଜି ଆମେ କଥା ହେବା ସେହି ଜଜଙ୍କର ଘର ପରିବାର ତାଙ୍କର ପର୍ସନାଲ ଲାଇଫ ସମ୍ପର୍କରେ। ବିଶେଷ କରି ଜଜ କାହାକୁ ବିବାହ କରୁଛନ୍ତି, ଜଜଙ୍କ ସ୍ତ୍ରୀ ଏବେ କ'ଣ କରୁଛନ୍ତି, ତା ସହିତ ଜଜଙ୍କର ପର୍ସନାଲ ଲାଇଫ ସମ୍ପର୍କରେ କିଛି ଅଜଣା ସତ୍ୟ ଘଟଣା, ତାଙ୍କର ସଂଘର୍ଷମୟ ଜୀବନ କାହାଣୀ, ସେ ନିଜର କମେଡି କ୍ୟାରିୟରକୁ କେମିତି ଆରମ୍ଭ କରିଥିଲେ, ତାଙ୍କ ବାହାଘର ପଛରେ କ'ଣ ଥିଲା ଅସଲ ରହସ୍ୟ, ସେ ଯାହାକୁ ବିବାହ କରୁଛନ୍ତି ତାଙ୍କ ସହିତ ତାଙ୍କର ସମ୍ପର୍କ କେମିତି ଗଢ଼ି ଉଠିଥିଲା, ସବୁକିଛି ଡିଟେଲ୍ସରେ ଆପଣମାନେ ଏହି ଭିଡ଼ିଓ ଜାଣିଯିବେ। ଭିଡ଼ିଓକୁ ହିସାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ଯୋଗେଶ ଜଜଙ୍କୁ ତାଙ୍କର କମେଡ଼ିକୁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି, ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇ ପାରିବେ ଯେ ତାଙ୍କର କେଉଁ କମେଡ଼ି ଭିଡ଼ିଓଟା ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ଯୋଗେଶ ଜଜଙ୍କୁ ବେଶ ଭଲ ଭାବରେ ଜାଣିଥିବେ। 10 ଜାନୁଆରୀ 1993 ମସିହାରେ ସମ୍ବଲପୁର ରସାପଲ୍ଲୀଠାରେ ତାଙ୍କର ଜନ୍ମ। ଯୋଗେଶ ଜଜଙ୍କର ଜନ୍ମଗତ ନାଁ ରହିଛି ଯୋଗେଶ ଓଗର। ତାଙ୍କ ବାପାଙ୍କ ନାଁ ରହିଛି ଧନୁ ଓଗର ଏବଂ ମାଙ୍କ ନାଁ ରହିଛି ଜୟନ୍ତୀ ଓଗର। ଜଜଙ୍କ ସ୍ତ୍ରୀ, ପରିବାର ଏବଂ ତାଙ୍କର ସମ୍ପତ୍ତି କେତେ ଜାଣିବା ପୂର୍ବରୁ ପ୍ରଥମେ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ଜାଣି ରଖନ୍ତୁ। ଜଜ ନିଜ କ୍ୟାରିୟରରେ ସଫଳତା ପାଇବା ପାଇଁ ପ୍ରଥମରୁ ଅନେକ ସଂଘର୍ଷ କରିଛନ୍ତି। ନିଜ କମେଡ଼ି କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ପ୍ରଥମେ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ଜଣେ ନିର୍ଦ୍ଦେଶକଙ୍କ ସହିତ ତାଙ୍କର ଚିହ୍ନା ହୋଇଥିଲା ଏବଂ ତାଙ୍କରି ପାଇଁ ସେ ଆକ୍ଟିଂ କରିବାର ସୁଯୋଗ ପାଇଥିଲେ ଏବଂ ସେହି ସମୟରେ ଜଜ ଆନ୍ଭି ଅଞ୍ଜୁଙ୍କୁ ଭଲ ପାଇ ବସିଥିଲେ ଏବଂ ସେହି ଆନ୍ଭିଙ୍କୁ ସେ ମଧ୍ୟ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ତେବେ ତାଙ୍କର ବାହାଘର ସମ୍ପର୍କରେ ଆପଣମାନେ ଡିଟେଲ୍ସ ଜାଣିବେ, କିନ୍ତୁ ତା ପୂର୍ବରୁ ଆପଣମାନେ ଜାଣନ୍ତୁ କି ସମ୍ବଲପୁରୀ କମେଡ଼ିଆନ୍ ଯୋଗେଶ ଜଜ ନିଜ କ୍ୟାରିୟରରେ ଏବେ ସୁଦ୍ଧା ଅନେକ ସଫଳତା ପାଇଛନ୍ତି। ତାଙ୍କର ମଧ୍ୟ ପର୍ସନାଲ ୟୁଟ୍ୟୁବ୍ ଚ୍ୟାନେଲ ରହିଛି, ଯାହାର ନାଁ ରହିଛି ଜଜ ଜେ ଭାଇ ପ୍ରଡକ୍ସନ୍। ଏହି ପ୍ରଡକ୍ସନରେ ମଧ୍ୟ ସେ ଅନେକ ଗୁଡ଼ିଏ କମେଡ଼ି ଭିଡ଼ିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି, ଯେଉଁ ଚ୍ୟାନେଲରେ ମଧ୍ୟ 2 ମିଲିୟନ୍ ପାଖାପାଖି ସବସ୍କ୍ରାଇବର ଅଛନ୍ତି। ତେବେ ଜଜ ନିଜ କ୍ୟାରିୟରରେ ମଧ୍ୟ ଅନେକ ଗୁଡ଼ିଏ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଇ ଅଞ୍ଜଳି, ତୁ ମୋ କମଜୋରୀ, ଆକାଶବାଣୀ, ଏମିତି ଅନେକ ଗୁଡ଼ିଏ ଶୋ ଏବଂ ଫିଲ୍ମ ମଧ୍ୟ କରିଛନ୍ତି। ସେ ବର୍ତ୍ତମାନ ନିଜ କ୍ୟାରିୟରରେ ମଧ୍ୟ ପାଖାପାଖି 50ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ତା ସହିତ ବର୍ତ୍ତମାନ ସମୟରେ ମଧ୍ୟ ପାଖାପାଖି 100ରୁ ଅଧିକ ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିସାରିଛନ୍ତି। ଦର୍ଶକମାନେ ତାଙ୍କର କମେଡ଼ିକୁ ବେଶ ପସନ୍ଦ କରିଥାନ୍ତି। ଦର୍ଶକ ବନ୍ଧୁ, ଯୋଗେଶ ଜଜ ଆନ୍ଭି ଅଞ୍ଜୁଙ୍କୁ ବିବାହ କରିଥିଲେ, ଯାହାକୁ ସେ କଲେଜ ଟାଇମ୍ରୁ ଭଲ ପାଇ ବସିଥିଲେ। ତେବେ ଯୋଗେଶ ଜଜ ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ଆନ୍ଭିଙ୍କୁ ଭଲ ପାଇଥିଲେ ଏବଂ ତାଙ୍କର ଭଲ ପାଇବା ସତ ଥିଲା ଏବଂ ପରବର୍ତ୍ତୀ ସମୟରେ ପରସ୍ପରକୁ ବିବାହ କରିଛନ୍ତି। ଆଉ ଆଜିର ଦିନରେ ସେ ମଧ୍ୟ ଜଣେ ଆଗ ଧାଡ଼ିର ଭଲ କଳାକାର ମଧ୍ୟ। ବର୍ତ୍ତମାନ ଆସନ୍ତୁ ଜାଣିବା ଯୋଗେଶ ଜଜଙ୍କର ସମ୍ପତ୍ତି। ଦର୍ଶକ ବନ୍ଧୁ, ଜଜ ସେ ନିଜ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି ଏବଂ ଅନେକ ଟଙ୍କା ମଧ୍ୟ ଅର୍ଜନ କରିଛନ୍ତି। ସେ ନିଜ କ୍ୟାରିୟରରେ ସଫଳତା ପାଇବା ସହିତ ତାଙ୍କର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ ରହିଛି, ଯେଉଁଥିରେ କି 2 ମିଲିୟନ୍ରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ତେବେ ଏହି ୟୁଟ୍ୟୁବ୍ ଚ୍ୟାନେଲରୁ ସେ ମଧ୍ୟ ଲକ୍ଷାଧିକ ଟଙ୍କା ଉପାର୍ଜନ କରିଥାନ୍ତି। ତା ସହିତ ତାଙ୍କର ଆଡସେନ୍ସରୁ ମଧ୍ୟ ଟଙ୍କା ଆର୍ନିଂ କରିଥାନ୍ତି। ଅନେକ ଗୁଡ଼ିଏ ବ୍ରାଣ୍ଡର ପ୍ରମୋସନ୍ କରିଥାନ୍ତି, ଯେଉଁଥିରୁ ସେ ମଧ୍ୟ ଗୋଟିଏ ବ୍ରାଣ୍ଡର ପ୍ରମୋସନ୍ ପାଇଁ ଲକ୍ଷାଧିକ ଟଙ୍କା ଚାର୍ଜ କରିଛନ୍ତି। ଏହା ସହିତ ସେ ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି। ତା ସହିତ ତାଙ୍କ ଷ୍ଟେଜ ଶୋ ମଧ୍ୟ କରିଥାନ୍ତି ଏବଂ ଯେଉଁଥିପାଇଁ ସେ ମାସକୁ ପାଖାପାଖି 3ରୁ 5 ଲକ୍ଷ ଟଙ୍କା ଅର୍ଜନ କରିଥାନ୍ତି। ତା ସହିତ ତାଙ୍କର ଆଲିସାନ ଘର ରହିଛି, କାର୍ ରହିଛି, ବାଇକ୍ ମଧ୍ୟ ରହିଛି। ତେବେ ଆପଣମାନଙ୍କୁ ଜଜଙ୍କର ଅଭିନୟ କେତେ ମାତ୍ରାରେ ପସନ୍ଦ ଆସିଛି, ତାପରେ କମେଣ୍ଟ କରି ଜଣାଇବେ।